କ୍ରିକେଟ ଜଗତରୁ ଆସିଲା ଏକ ବଡ଼ ଖବର। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚ୍ରେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ରୋହିତ ଶର୍ମା ଉତ୍କୃଷ୍ଟ ଇନିଂସ ଖେଳିଥିଲେ। ରୋହିତ ଶତକ ସହିତ ଭାରତକୁ ବିଜୟୀ କରିଥିବା ବେଳେ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଉଭୟ ନିଜ ଇନିଂସରେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। କିନ୍ତୁ ବିସିସିଆଇ ସେମାନଙ୍କ ଇନିଂସରେ ଖୁସି ନଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ବିସିସିଆଇ ଉଭୟଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ବାଧ୍ୟ କରୁଛି। ତେବେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଏହି ଦୁଇ ଅଭିଜ୍ଞ ଖେଳାଳିମାନଙ୍କ ପାଇଁ ଘରୋଇ କ୍ରିକେଟ ଖେଳିବା ବାଧ୍ୟତାମୂଳକ କରିଥିବା ଜଣାପଡ଼ିଛି। ଟେଷ୍ଟ ଏବଂ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ରୁ ଅବସର ନେବା ପରେ ରୋହିତ ଏବଂ କୋହଲି କେବଳ 50 ଓଭର ଫର୍ମାଟରେ ହିଁ ଖେଳୁଛନ୍ତି। ତେଣୁ ଦିନିକିଆ ସିରିଜରେ ଚୟନ ପାଇଁ ସେମାନଙ୍କର ମ୍ୟାଚ୍ ଫିଟନେସ୍ ଏକ ପ୍ରମୁଖ ଆଲୋଚନାର ବିଷୟ ପାଲଟିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ପାଇଁ ଦଳ ଚୟନ ପୂର୍ବରୁ ବିଜୟ ହଜାରେ ଟ୍ରଫିରେ ସେମାନଙ୍କର ସମ୍ଭାବ୍ୟ ଅଂଶଗ୍ରହଣ ପ୍ରସଙ୍ଗ ଏବେ ତୀବ୍ର ହୋଇଛି। ତେବେ ସୂଚନା ମିଳିଛି ଯେ ରୋହିତ ପୂର୍ବରୁ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ଜଣାଇ ସାରିଛନ୍ତି ଯେ ସେ ବିଜୟ ହଜାରେ ଟ୍ରଫିରେ ଖେଳିବା ପାଇଁ ଉପଲବ୍ଧ ରହିବେ। ଅନ୍ୟପକ୍ଷରେ କୋହଲି ତାଙ୍କର ଉପଲବ୍ଧତା ସ୍ପଷ୍ଟ କରିନାହାନ୍ତି। ଏହା ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଯଦି ସେମାନେ ଭାରତ ପାଇଁ ଖେଳିବାକୁ ଚାହାନ୍ତି ତେବେ ସେମାନଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ପଡ଼ିବ। ତେବେ ଉଭୟ ଦୁଇଟି ଫର୍ମାଟରୁ ଅବସର ନେଇସାରିଛନ୍ତି। ତେଣୁ ମ୍ୟାଚ୍ ଫିଟ୍ ହେବା ପାଇଁ ସେମାନଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ବିସିସିଆଇ ସେମାନଙ୍କୁ ବାଧ୍ୟ କରୁଥିବା ଜଣାଯାଇଛି। ତେବେ ଆପଣମାନଙ୍କୁ କହି ରଖୁଛୁ ଯେ ଏପର୍ଯ୍ୟନ୍ତ ରୋହିତ କିମ୍ବା କୋହଲି ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ତେବେ ଏଇଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏଇଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।